चलନ୍ତୁ ଦେଖିବା ରୋଷେଇ ଅଧାରୁ ମୋତେ କ'ଣ ପାଇଁ ମାର୍କେଟ ଯିବାକୁ ପଡ଼ିଲା। ହ୍ୟାଲୋ ଗାଇସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ମିନି ବ୍ଲଗ୍। ଆଜି ହେଉଛି ମିନି ବ୍ଲଗ୍ର ଡେ 12। तो चलिए शुरू करते हैं। ସକାଳୁ ସକାଳୁ ଉଠିକି ଫ୍ରେଶ୍ ହେଇକି ଆଜି ଆମେ ରୁମ୍ରେ ଫାଷ୍ଟ ଟାଇମ୍ ପାଇଁ ରୋଷେଇ କରିଥିଲୁ। ଫାଷ୍ଟ ଆମେ ପାଣିକୁ ଗରମ କରିଦେଇଥିଲୁ। ଗରମ କଲା ବେଳେ ଆମେ ଚାଉଳକୁ ବତୁରେଇ ଦେଇକି ଚାଉଳକୁ ଧୋଇ ବି ମଧ୍ୟ ଦେଇଥିଲୁ। ତାପରେ ଆମେ ଧୁଆ ଧୁଆ ଚାଉଳକୁ ଗରମ ପାଣିରେ ପକାଇ ଦେଇଥିଲୁ। ଦେନ୍ ଆମେ ତରକାରୀ ପାଇଁ କିଛି ପିଆଜ ଟମାଟୋ ଆଉ ଆଳୁ କାଟି ଦେଇଥିଲୁ। ତାପରେ ମନେ ପଡ଼ିଲା କି କାଲି ମାର୍କେଟିଂ କଲାବେଳେ ତେଲ ହିଁ ଅଣା ହେଇନଥିଲା, ତାହେଲେ ରୋଷେଇ ହେବ କେମିତି। ଦେନ୍ ମୁଁ ମାର୍କେଟକୁ ଯାଇକି ତେଲ ଧରିକି ଆସିଲି। ଦେନ୍ ଆମେ ତରକାରୀ କରିବା ଆରମ୍ଭ କରିଦେଇଥିଲୁ। ଦେନ୍ ଆମେ ଅଣ୍ଡାକୁ ଭୁଜିଆ କରି ତରକାରୀକୁ ସେଥିରେ ପକାଇ ଫାଇନାଲି ଆମର ରେସିପି ବନିଯାଇଥିଲା ଏଗ୍ ଭୁଜି କରି। ଦେନ୍ ଆମେ ଖାଇବା ପାଇଁ ବସି ପଡ଼ିଥିଲୁ। ଖାଇସାରିଲା ପରେ ଟିକେ ଆମେ ପାଠ ପଢ଼ିଥିଲୁ। ପାଠ ପଢ଼ି ସାରିକି ଆମେ ଟିକେ ପଳେଇଥିଲୁ ଛାତ ଉପରକୁ ମାଇଣ୍ଡ ଫ୍ରେଶ୍ କରିବା ପାଇଁ। ତାପରେ ଛାତ ଉପରେ ଦେଖିଥିଲୁ କି କିଛି ପକ୍ଷୀ ଖେଳୁଛନ୍ତି। ଆଉ ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ବ୍ଲଗ୍ରେ। ଜୟ ଜଗନ୍ନାଥ।